ଆମର ଘରେ ପ୍ରସ୍ତୁତ ହେଉଛି କେକ୍। ଚାଲନ୍ତୁ ଦେଖିବା କେକ୍ଟି କେମିତି ବନା ହେଉଛି। ଆଉ ପ୍ରଥମେ 3 ଚାମଚ ତେଲ ନେବା, ସେଥିରେ 4 ଚାମଚ ଚିନି ଗୁଣ୍ଡ ପକାଇବା, ତାକୁ ଭଲସେ ମିଶାଇ ଦେବା। ତେଲ ଆଉ ଚିନି ମିଶିଗଲା ପରେ ଏବେ ଗୋଟେ ଚଲାରେ 3 କପ୍ ମଇଦା ଦେବା, ସେଥିରେ ଚକୋଲେଟ୍ ପାଉଡ଼ର ଟିକେ ଆଉ ବେକିଂ ସୋଡ଼ା ଏତିକି ପକାଇ ଦେଇକି ଏବେ କ'ଣ କରିବା ଚଲାରେ ଚଲାଇ ଦେବା। ତାପରେ କ୍ଷୀର 1 କପ୍ ଦେଇକି ଭଲସେ ଗୋଳେଇ ଦେବା। 5 ମିନିଟ୍ ଖଣ୍ଡେ ଭଲସେ ଗୋଳେଇ ସାରିଲା ପରେ ଏବେ କ'ଣ କରିବା ନା ଭାନିଲା ଏସେନ୍ସ ଯେଉଁ ଅଛି ତାକୁ ଟିକେ ଦେଇଦେବା। ସବୁକୁ ଏବେ କ'ଣ କରିବା ନା ମିଶାଇ ଦେଇକି ଭଲସେ ପୁଣି ଗୋଳେଇବା 5 ମିନିଟ୍। ଗୋଳେଇ ସାରିଲା ପରେ ଆଉ ଗୋଟେ ଜାଗାରେ ବଟର ପେପର ଟିକେ ଦେଇଦେବା। ବଟର ପେପର ଦେଇକି ଏଇ ଯେଉଁ ମିଶ୍ରଣ ଥିଲା ତାକୁ କ'ଣ କରିବା ନା ଢାଳିଦେବା। ଢାଳି ସାରିଲା ପରେ ଘରେ ଥିଲା ଟିକେ ଚକୋଲେଟ୍, ସେଇ ଚକୋଲେଟ୍କୁ କ'ଣ କଲୁ ତା ଉପରେ ଟିକେ ଭଲସେ ସଜେଇକି ରଖିଦେଲୁ। ଏବେ କ'ଣ କରିବା କେକ୍କୁ ବେକ୍ ପାଇଁ ଛାଡ଼ିଦେବା। ଆଉ କିଛି ମିନିଟ୍ ପରେ ଆମ କେକ୍ ତାପରେ ରେଡ଼ି ହେଇଯିବ। ଆଉ କେକ୍ଟୁ ଏବେ ଆମର ରେଡ଼ି ହେଇଗଲା, ପୁରା ସଫ୍ଟ ହେଇଛି। ଚାଲନ୍ତୁ ଗୋଟେ ଥାଳିରେ କାଢ଼ିଦେବା। ଆଉ ଏବେ କ'ଣ କରିବା ନା ବଟର ପେପରକୁ ଛଡ଼େଇ ଦେଲେ। ଛଡ଼େଇ ସାରିଲା ପରେ ଆମର କେକ୍ ପୁରା ରେଡ଼ି। ସେଇଟା ଖାଲି ଏବେ କେକ୍ ଥିଲା, ଗୁଣ୍ଡୁରି ଆସିକି କ'ଣ କଲା ନା ତା ଦେହରେ ବର୍ଥଡେର ଗୋଟେ ପ୍ଲାଷ୍ଟିକ୍ ଗୋଟେ ଲଗେଇଦେଲା। ଏବେ ଆମର ପୁରା ଏଇଟା ବର୍ଥଡେ କେକ୍ ହେଇଗଲା। ଆଉ ଏଇଟା ଖାଲି କେକ୍ ଥିଲା, ଏବେ ଆମର ଏଇଟାର ବର୍ଥଡେ କେକ୍ ହେଇଗଲା। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ଆଉ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।